ବଂଶ ଯେପରି ଆଗକୁ ଯିବ, କିନ୍ତୁ ତୁମେ ଚାହୁଁଛ ତୁମର ବଂଶ ଏଇଠାରେ ନିପାତ ପାଇଯିବ। କାହିଁକି କାହିଁକି ରାଜା ବେଣ, କାହିଁକି ତୁମର ଚିନ୍ତାଧାରା? ନିଶ୍ଚୟ ଶୁଣିବି। ସେଦିନ ରାଜା ବେଣ କହିଥିଲେ ପ୍ରଭୁଙ୍କୁ, କହିଲେ ହେ ପ୍ରଭୁ, ଇଏ ସଂସାର ହେଉଛି ମିଛ ମାୟା ସଂସାର। ଏଠାରେ କେହି କାହାର ନୁହନ୍ତି। ଆଜି ମୋ ପାଖରେ ଧନ ଅଛି ବୋଲି ସମସ୍ତେ ମତେ ମୋର ମୋର କହୁଛନ୍ତି। ବୃକ୍ଷା ଟିଳପଳା ଜଗତି ବିହଗା ଶୁଷ୍କ ସର ସାର ସାହା ପ୍ରତ୍ୟୁଷିତଂ ପୁଷ୍ପଂ ଜଗତି ମଧୁବାହ ଦଗ୍ଧ ବନାନ୍ତ ମୃଗାଃ ନା ଦ୍ରବ୍ୟ ପୁରୁଷାଃ ଜଗତି ନାରୀଣାଂ ଧର୍ତ୍ତାଂ ରୂପମନ୍ତ୍ରିଣାଂ ସର୍ବେ ଅର୍ଥେ ବସାୟନଃ ଜଗତେ ତାଙ୍କସ୍ୟ କୋ ଭବା। ଅତି ସୁନ୍ଦର ନ୍ୟାୟଟିଏ ବାପା। ସେଦିନ ରାଜା ବେଣ ପ୍ରଭୁଙ୍କ ନିକଟରେ ବାଢି ଦେଇଛନ୍ତି। କହିଲେ ହେ ପ୍ରଭୁ, ବୃକ୍ଷରେ ଫଳ ପନିଥିବା ପର୍ଯ୍ୟନ୍ତ ସେଠାରେ ବିହଙ୍ଗରେ ପକ୍ଷୀମାନେ ବସୁଥାନ୍ତି। କିନ୍ତୁ ଫଳ ଝଡ଼ିଗଲେ ବା ନଷ୍ଟ ହୋଇ ପାଚିଗଲେ ଝଡ଼ିଗଲେ ସେଠାରେ କଣ ଆଉ ପକ୍ଷୀମାନେ ଯିବେ? ଶୁଷ୍କ ସର ସାର ସାହା ପୁଷ୍କରିଣୀରେ ଜଳ ଥିବା ପର୍ଯ୍ୟନ୍ତ ସେଠାରେ ହଂସମାନେ ବିହରଣ କରୁଥାନ୍ତି। କିନ୍ତୁ